ଯୁବତୀଙ୍କୁ ଧମକ ଓ ଅସମ୍ମାନ, ନଗ୍ନ ଫଟୋ ଉଠାଇ ବିବାହ ଭଗ୍ନ, ଯୁବକ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟ ଚାଲାଣ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଧୀନ ଗମ୍ହାରୀ ଗ୍ରାମର ଜଣେ 20 ବର୍ଷୀୟ ଯୁବତୀଙ୍କ ଅଭିଯୋଗରେ ଜଣେ ଯୁବକ ବିରୋଧରେ ଗୁରୁତର ମାମଲା ରୁଜୁ ହୋଇଛି। ଖପ୍ରାଖୋଲ ଥାନାକୁ ପହଞ୍ଚି ଲିଖିତ ଅଭିଯୋଗ ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଓଡ଼ିଆପାଲି ଗ୍ରାମର ଜଣେ 26 ବର୍ଷୀୟ ଯୁବକ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବିବାହ କରିବେ ବୋଲି ଆଶ୍ୱାସନା ଦେଇଥିଲେ, କିନ୍ତୁ ପରେ ସେ ବିବାହ କରିବାକୁ ଅସ୍ୱୀକାର କରି ଦୁର୍ବ୍ୟବହାର ଆରମ୍ଭ କରିଥିଲେ। ଅଭିଯୋଗରେ ଆହୁରି ଅକାଲ ହୋଇଛି ଯେ ପୀଡ଼ିତାଙ୍କ ନଗ୍ନ ଛବି ତାଙ୍କ ମୋବାଇଲରେ ରଖିଥିଲେ। ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ସହ ନିର୍ଦ୍ଧାରିତ ହେବା ପରେ ସେହି ଅସମ୍ମାନଜନକ ଛବିକୁ ବର ପକ୍ଷକୁ ପଠାଇ ଦେଇଥିଲେ। ଏହାର ପରିଣତିରେ ପୀଡ଼ିତାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ଘଟଣାରେ ମନୋବେଦନାକୁ ସହିବାକୁ ଅସମର୍ଥ ହୋଇ ପୀଡ଼ିତା ଖପ୍ରାଖୋଲ ପୋଲିସ ଷ୍ଟେସନକୁ ଆସି ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ। ପୁଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହେବା ସହିତ ଯୁବତୀଙ୍କ ସୁରକ୍ଷା, ସମ୍ମାନ ଓ ଡିଜିଟାଲ ଅପରାଧ ବିରୋଧରେ କଡ଼ା କାନୁନି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପ୍ରତି ନୂଆ ଆଲୋଚନା ଆରମ୍ଭ ହୋଇଛି।